ପୁରୀରେ ସେଦିନ ପଡ଼ିଥିଲା ହାହାକାର। ଦେବସ୍ନାନ ପୂର୍ଣ୍ଣିମାରେ ଘଟିଥିଲା ବିରାଟ ବଡ଼ ଅଘଟଣା। ସେଦିନ ଶ୍ରୀଜୀଉଙ୍କର ସ୍ନାନ ପାଇଁ ବଡ଼ଦାଣ୍ଡରେ ଲାଗିଥିଲା ଗହଳି ଚହଳି। ଭକ୍ତମାନଙ୍କର ଭିଡ଼ରେ ପ୍ରକମ୍ପିତ ହେଉଥିଲା ବଡ଼ ଦେଉଳ। ଆଉ ଏହି ଭିଡ଼ ଭିତରୁ ଆସିଥିଲା ଏକ ଦୁଃଖଦ ରହସ୍ୟମୟ ଘଟଣା, ଯାହାକୁ ଶୁଣିଲେ ଆପଣଙ୍କର ଦେହ ଶୀତେଇ ଉଠିବ। ଏହି ଦେବସ୍ନାନ ପୂର୍ଣ୍ଣିମା ଏପରି ଏକ ମହାସ୍ନାନ ଯାତ୍ରାରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଥିଲା। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଣେ ସଚ୍ଚା ଓଡ଼ିଆ ହୋଇଥିବେ ଆଉ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକିଏ ହେଲେ ବି ବିଶ୍ୱାସ କରୁଥାନ୍ତି, କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ବାଧ୍ୟ ହେବେ। କ'ଣ ଭାବୁଛନ୍ତି? ସେ କାଳିଆ ଶାନ୍ତକୁ ମନେ ପକାଇ ସୁନ୍ଦର ଲାଇକ୍, କମେଣ୍ଟ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହିପରି ସୁନ୍ଦର ସୁନ୍ଦର ଅନୁଭୂତି ଗୁଡ଼ିକୁ ମୁଁ ଯେତେବେଳେ ବି ଆଣିବି ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ରମାକାନ୍ତ ଦାସ, ବୟସ 36 ବର୍ଷ। ସେ ଜଣେ ରାଜମିସ୍ତ୍ରୀ। ପ୍ରତି ଓଡ଼ିଶାବାସୀଙ୍କ ପରି ସେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ପ୍ରାୟ ସମୟରେ ସେ ନିଜ ସାଙ୍ଗସାଥୀ ହେଉ କିମ୍ବା ପରିବାର ଲୋକଙ୍କ ସହିତ ପୁରୀ ଆସନ୍ତି ଆଉ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ସେ ପରିବାର ସହ ପୁରୀ ଆସନ୍ତି, କିନ୍ତୁ ଏହି ସ୍ନାନ ପୂର୍ଣ୍ଣିମାରେ ତାଙ୍କ ସହ ଏତେ ବଡ଼ ଦୁର୍ଘଟଣା ଘଟିଯିବ ସେ କେବେ ସୁଦ୍ଧା ଭାବିନଥିଲେ ଏବଂ ତାହାକୁ ସେ ମଧ୍ୟ କେବେ ଭୁଲି ପାରିବେ ନାହିଁ। ରମାକାନ୍ତ ବାବୁ ନିଜ ସ୍ତ୍ରୀ ଓ ଝିଅ ରଶ୍ମିକୁ ନେଇ ବାହାରିଥିଲେ ପୁରୀ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଦେଖିବାକୁ। ଆଉ ସେଠି ତାଙ୍କ ସହ ଯାହା ସବୁ ଘଟିଲା ସେ ସବୁ ଥିଲା ବହୁତ ହୃଦୟ ବିଦାରକ। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପୁରୀ ବଡ଼ଦାଣ୍ଡରେ ବହୁତ ଭିଡ଼ ଲାଗିଥାଏ। ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିଜେ କରିସାରିଥିଲେ। ସ୍ନାନ ମଣ୍ଡପକୁ ବିଭିନ୍ନ ଫୁଲରେ ସଜା ଯାଇଥିଲା। ମହାପ୍ରଭୁଙ୍କ ସ୍ନାନ ପାଇଁ ସୁବାସିତ ଜଳ ଗୁଡ଼ିକୁ ଢାଳ ଭିତରେ ଧାଡ଼ି ଧାଡ଼ି କରି ରଖାଯାଇଥାଏ। ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସି ରୁଣ୍ଡ ହୋଇଥାନ୍ତି ସେଠାରେ। ମହାପ୍ରଭୁଙ୍କ ସ୍ନାନର ଯେଉଁ ସବୁ ଅପୂର୍ବ ଦୃଶ୍ୟ, ଆହା କେଡ଼େ ମନୋହର ସେ ଅପୂର୍ବ ଦୃଶ୍ୟ ସେଦିନର। ସେ ଦୃଶ୍ୟକୁ ଯେକୌଣସି ଭକ୍ତ ଦେଖିଲେ ସେ ଥରେ ଯେମିତି ମଗ୍ନ ହୋଇଯିବ। ସେହିଭଳି ଏତେ ଭିଡ଼ ଭିତରେ ମହାପ୍ରଭୁଙ୍କର ସ୍ନାନ ଦେଖି ମଗ୍ନ ହୋଇଯାଇଥିଲେ ରମାକାନ୍ତ ବାବୁ। ମହାପ୍ରଭୁଙ୍କ ପାଖରେ ନିଜକୁ ହଜେଇ ଦେଇଥିଲେ ସେଦିନ। ଆଉ ଠିକ୍ ଏତିକି ବେଳେ ତାଙ୍କ ହାତରୁ ହାତ ଛାଡ଼ି ଯାଇଥିଲା କୁନି ଝିଅ ରଶ୍ମିର। ରମାକାନ୍ତ ବାବୁ ମହାପ୍ରଭୁଙ୍କ ଦର୍ଶନରେ ଏତେ ଭାବ ବିହ୍ୱଳ ହୋଇଯାଇଥିଲେ ଯେ କେତେବେଳେ କୁନି ଝିଅର ହାତ ତାଙ୍କ ହାତରୁ ଖସି ଯାଇଛି ତାଙ୍କର ଧ୍ୟାନ ଆଉ ନାହିଁ। ତାଙ୍କ ସ୍ତ୍ରୀ ବି ଦୁଇ ହାତ ଟେକି ମହାପ୍ରଭୁଙ୍କ ଦର୍ଶନରେ ବ୍ୟସ୍ତ। କିଛି ସମୟ ପରେ
ହଠାତ୍ ଝିଅ ନାହିଁ ବୋଲି ନଜର ପଡ଼ିଲା ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର। ଦୁହେଁ ଝିଅକୁ ନ ପାଇ ଚମକି ପଡ଼ିଲେ ଆଉ ଝିଅକୁ ବିକଳ ହୋଇ ଚାରିଆଡ଼େ ଖୋଜି ବୁଲିଲେ। ଏତେ ଭକ୍ତଙ୍କ ଗହଳି, ବହୁତ ଠେଲାପେଲା। ସେପଟେ ମହାପ୍ରଭୁଙ୍କ ଉପରେ ସୁବାସିତ ପାଣି ଢଳା ଚାଲିଛି, ଆଉ ଏପଟେ ପ୍ରଭୁଙ୍କୁ ଦେଖିବାକୁ ଭକ୍ତମାନଙ୍କର ଠେଲାପେଲା ଲାଗିଛି। ଆଉ ସେଇ ଭିଡ଼ ଭିତରେ ସ୍ୱାମୀ ସ୍ତ୍ରୀ ଝିଅକୁ ଖୋଜୁଥାନ୍ତି, କିନ୍ତୁ ବହୁତ ସମୟ ଖୋଜିବା ପରେ ଝିଅକୁ କେଉଁଠି ପାଇଲେନି ରମାକାନ୍ତ ବାବୁ। ମହାପ୍ରଭୁଙ୍କ ଆଡ଼କୁ ବିକଳ ହୋଇ ଚାହିଁଲେ। ଆଖିରେ ଆଖିଏ ଲୁହ, ଛାତିରେ ଅନେକ କୋହ। ଦୁଇ ହାତ ଯୋଡ଼ି ଚତୁର୍ଦ୍ଧା ମୂର୍ତ୍ତିକୁ ଅନେଇଥାନ୍ତି। ଦେହ ହାତ ତାଙ୍କର କଦଳୀପତ୍ର ପରି ଥରୁଥାଏ, ଆଉ ବିକଳ ହୋଇ ଭୋ ଭୋ ହୋଇ କାନ୍ଦୁଥାନ୍ତି। ହେ ଜଗତର ନାଥ ଜଗନ୍ନାଥ, ତୁମେ ଏଠି ବସି ସିନା ଗାଧଉଛ, ନିଜକୁ ଫୁଲ ପୁଷ୍ପରେ ସଜେଇ ହେଉଛ, କିନ୍ତୁ ଆଜି ତୁମ ଅଧମ ଭକ୍ତ ତା ପିଲାକୁ ବିକଳ ହୋଇ ଖୋଜୁଛି। ହେ ଜଗନ୍ନାଥ, କେଉଁଠି ଅଛ? ମୋ ଝିଅ, ତାକୁ ମୋ ପାଖକୁ ଫେରେଇ ଆଣ ମହାପ୍ରଭୁ। ଏତେ ଗହଳି ତୁମ ଦୁଆରେ ଆଜି ସମସ୍ତଙ୍କର ମନ ତୁମକୁ ଦେଖିବା ପାଇଁ ବ୍ୟାକୁଳ। କିନ୍ତୁ ଆଜି ଭଳି ଦିନରେ ତମେ ଆମକୁ କି ଶାସ୍ତି ଦଉଛ ପ୍ରଭୁ? ମୁଁ ଆପଣଙ୍କୁ ଦେଖିବାକୁ ଆସିଥିଲି, କ'ଣ ଏହି ଦଶା ଭୋଗିବାକୁ ପ୍ରଭୁ? ହେ ମହାପ୍ରଭୁ, ଏତେ ଭିଡ଼ରେ କେଉଁଠି ହଜିଲା ମୋ ଝିଅ? କ'ଣ ହେଲା ତାର? ତାକୁ ମୋ ପାଖକୁ ଫେରାଇ ଆଣ ମହାପ୍ରଭୁ, ଫେରାଇ ଆଣ। ଛୋଟ ଝିଅଟି ମୋର, ଏଠି କାହାକୁ ଜାଣିନି ବି, କାହାକୁ ଚିହ୍ନିନି। ସିଏ କୁଆଡ଼େ ଯିବ, କ'ଣ କରିବ, କେମିତି ଏ ଗହଳିରେ ମୁଁ ପାଇବି ତାକୁ? କେହି ଯଦି ତାକୁ ନା ପ୍ରଭୁ, ମୁଁ ବାପା ହୋଇ ଏମିତି ଜମା ବି ଭାବିବିନି। ମୋ ଝିଅର କିଛି ବି ହୋଇନି, ସେ ଭଲରେ ଅଛି। ଆଉ ତମେ ତାକୁ ମୋଠୁ ଲୁଚେଇ ରଖିଛ ନା ପ୍ରଭୁ? ତମେ ଆଜି ମୋ ପାଖରୁ କି ପରୀକ୍ଷା ନେଉଛ ପ୍ରଭୁ? ହେ ଜଗତର ନାଥ ଜଗନ୍ନାଥ, ପିଲାବେଳରୁ ମୁଁ ତୁମକୁ ଭକ୍ତି କରି ଆସିଛି, କ'ଣ ଏଇ ଦଶା ଦେଖିବାକୁ ପ୍ରଭୁ? ହେ ଜଗତର ନାଥ ଜଗନ୍ନାଥ, ଆଜି ମୋ ପିଲାକୁ ମୋତେ ଫେରେଇ ଦିଅ ମହାପ୍ରଭୁ। ମୁଁ କ'ଣ ଆପଣଙ୍କୁ ଦେଖିବାକୁ ଆସିଥିଲି ଏଇ ଦୁଃଖ ଭୋଗିବାକୁ? ଏହି ଦୁଃଖ ଯନ୍ତ୍ରଣା ଦେବାକୁ ମୋତେ ଡାକିଥିଲ ପ୍ରଭୁ? ଏମିତି କହି ସ୍ୱାମୀ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦି ସେଇ ବଡ଼ ଦାଣ୍ଡରେ ଗଡ଼ି ଯାଉଥାନ୍ତି। ଆପଣମାନେ ଜାଣିଥିବେ, ଜଣେ ଭକ୍ତ ଯେତେବେଳେ ବିକଳ ଚିତ୍କାରରେ ତା ପ୍ରଭୁକୁ ଡାକେ, ତା ପ୍ରଭୁଙ୍କର ହୃଦୟ ମଧ୍ୟ ତରଳିଯାଏ। ସେଇଭଳି ସେଦିନ ମଧ୍ୟ ଏକ ଚମତ୍କାର ଘଟିଥିଲା ତାଙ୍କ ଜୀବନରେ। ମହାପ୍ରଭୁ ତାଙ୍କର ଡାକ ଶୁଣିଥିଲେ, ଆଉ ହଠାତ୍ ସେଇ ଗହଳି ଭିତରୁ ଜଣେ ଯୁବକ ତାଙ୍କ ଛୋଟ ପିଲାଟିକୁ ଧରି ଆସୁଥାଏ, ଏବଂ ସେହି ଦୁଇ ସ୍ୱାମୀ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦୁଥିବା ଚିତ୍କାର ସେହି ଯୁବକଟିକୁ ଦେଖାଯାଉଥିଲା। ଏବଂ
ତାଙ୍କ ଝିଅ ରଶ୍ମିକୁ ନେଇ ସେ ଯେତେବେଳେ ତାଙ୍କ ପାଖରେ ପହଞ୍ଚିଥିଲେ, ଏମାନଙ୍କର ଆନନ୍ଦ ଏବଂ ମୁହଁରେ ଖୁସି ଦେଖିଲେ ଆପଣମାନେ ମଧ୍ୟ ବିଶ୍ୱାସ କରିପାରିବେ। ସେ ଯୁବକ ଆସି ତାଙ୍କ ଝିଅ ରଶ୍ମିକୁ ତାଙ୍କୁ ଦେଇଦେଲା ଏବଂ ଦେଇଦେଲା ପରେ ହଠାତ୍ କିଛି ନ କହି ସେ କୁଆଡ଼େ ଯେମିତି ସେଇ ଭିଡ଼ ଭିତରେ ଉଭେଇ ଯାଇଥିଲା। ସେଦିନ ସେମାନେ ବହୁତ ଖୋଜାଖୋଜି କଲେ ସେ ଯୁବକ, କିନ୍ତୁ ପାଇଲେ ନାହିଁ। ରମାକାନ୍ତ ବାବୁ ଓ ତାଙ୍କ ସ୍ତ୍ରୀ ଠିକ୍ ଜାଣିପାରିଥିଲେ ଏ ହେଉଛି ସେଇ ମହାପ୍ରଭୁ କାଳିଆ ସାଆନ୍ତଙ୍କର ଲୀଳା। ସେ ହିଁ ମୋ ଝିଅ ରଶ୍ମିକୁ ଲୁଚାଇ ରଖିଥିଲେ ଆଉ ଆମ ପାଖରୁ ଏହିପରି ପରୀକ୍ଷା ନେଉଥିଲେ ପ୍ରଭୁ। ତ ମହାପ୍ରଭୁଙ୍କର ଏହିପରି ଲୀଳା ଏବଂ ତାଙ୍କ ପ୍ରତି ଥିବା ଏହିପରି ଆଶୀର୍ବାଦକୁ ସେ କେବେ ବି ଭୁଲି ପାରନ୍ତି ନାହିଁ ରମାକାନ୍ତ ବାବୁ। ଆଉ ପ୍ରତ୍ୟେକ ବର୍ଷ ସ୍ନାନ ଯାତ୍ରାରୁ ଯାଇ ପୁରୀରେ ରୁହନ୍ତି, ରଥଯାତ୍ରା ଦେଖି ବାହୁଡ଼ା ଯାତ୍ରା ଦେଖି ସାରିବା ପରେ ଆସି ଫେରନ୍ତି ରମାକାନ୍ତ ବାବୁ। ତ ଏହି ସୁନ୍ଦର ଅନୁଭୂତିଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ ଏବଂ ଆପଣଙ୍କ ଠାରେ ଯଦି ଏହିପରି ମହାପ୍ରଭୁଙ୍କର ସୁନ୍ଦର ସୁନ୍ଦର ଅନୁଭୂତି ଗୁଡ଼ିକୁ ଥାଏ ତାହେଲେ ଆମକୁ ମେଲ୍ ମାଧ୍ୟମରେ ସେୟାର କରିପାରିବେ। ତ ଦର୍ଶକ ବନ୍ଧୁ, ଆଜିର ଅନୁଭୂତିଟି ଏତିକି। ଆଗକୁ ଏହିପରି ସୁନ୍ଦର ଅନୁଭୂତି ଗୁଡ଼ିକୁ ଆଣିଲେ ଆପଣମାନେ ସର୍ବପ୍ରଥମେ ମୋ ଚ୍ୟାନେଲରୁ ଦେଖିପାରିବେ। ଜୟ ଜଗନ୍ନାଥ।